ଲୁଣ ସହିତ କ'ଣ ଲଗାଇଲେ ଆଣ୍ଠୁଗଣ୍ଠି ଅଣ୍ଟା ବିନ୍ଧା ରୋଗୀ ଚାଲିପାରୁନଥିଲେ ଦୌଡ଼ିବ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଫ୍ରେଣ୍ଡସ୍, ଆଜିର ପ୍ରଶ୍ନ ଗୁଡ଼ିକ ବହୁତ ଇଣ୍ଟରେଷ୍ଟିଂ ରହିଛି, ତେଣୁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନକରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ଚାଲନ୍ତୁ ଡେରି ନକରି ଆଜିର ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସୋ ଫ୍ରେଣ୍ଡସ୍, ଆଜିର ପ୍ରଥମ ପ୍ରଶ୍ନଟି ରହିଛି, ଘିଅ ସହିତ କ'ଣ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ? ଅପସନ୍ ଏ ମେଥି, ଅପସନ୍ ବି ଗୋଲମରିଚ, ଅପସନ୍ ସି ଗୁଡ଼ ଏବଂ ଅପସନ୍ ଡି ମହୁ। ସୋ ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନ ଗୁଡ଼ିକର ଆନ୍ସର୍ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତର ଗୁଡ଼ିକ ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗୋଲମରିଚ। ଘିଅ ସହିତ ଗୋଲମରିଚ ଖାଇଲେ ଆଖିର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଫଳକୁ ସିଝାଇ ଖାଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ? ଅପସନ୍ ଏ ଅମୃତଭଣ୍ଡା, ଅପସନ୍ ବି କମଳା, ଅପସନ୍ ସି ସେଓ ଏବଂ ଅପସନ୍ ଡି ବେଦନା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅମୃତଭଣ୍ଡା। ଅମୃତଭଣ୍ଡା ଫଳକୁ ସିଝାଇ ଖାଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ଭୋଜନରେ 2 ପାଖୁଡ଼ା ରସୁଣ ଖାଇଲେ କେଉଁ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ହଜମ ସମସ୍ୟା, ଅପସନ୍ ବି ଦୁର୍ବଳତା, ଅପସନ୍ ସି ନିଦ୍ରାହୀନତା ଏବଂ ଅପସନ୍ ଡି ରକ୍ତହୀନତା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ନିଦ୍ରାହୀନତା। ପ୍ରତିଦିନ ଭୋଜନରେ 2 ପାଖୁଡ଼ା ରସୁଣ ଖାଇଲେ ନିଦ୍ରାହୀନତା ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କ'ଣ ଖାଇବା ଦ୍ୱାରା ପେଟ କାଟିବା ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ଅଦା ରସ, ଅପସନ୍ ବି ଖଟା ପାଣି, ଅପସନ୍ ସି ଚିରେଇତା ଏବଂ ଅପସନ୍ ଡି ପୋଦିନା ପତ୍ର। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପୋଦିନା ପତ୍ର। ପୋଦିନା ପତ୍ର ଖାଇବା ଦ୍ୱାରା ପେଟ କାଟିବା ସମସ୍ୟା ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଧୁମେହ ରୋଗୀ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ? ଅପସନ୍ ଏ କ୍ଷୀର ଚା, ଅପସନ୍ ବି ଗୁପଚୁପ୍, ଅପସନ୍ ସି କାକୁଡ଼ି ଏବଂ ଅପସନ୍ ଡି କମଳା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କ୍ଷୀର ଚା। ମଧୁମେହ ରୋଗୀ କ୍ଷୀର ଚା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅତ୍ୟଧିକ ଥଣ୍ଡା କଫ କାଶ ହେଉଥିଲେ ଅଦା ସହିତ କ'ଣ ଖାଇଲେ 2 ମିନିଟରେ ଭଲ ହୋଇଥାଏ? ଅପସନ୍ ଏ ଲବଙ୍ଗ, ଅପସନ୍ ବି ତୁଳସୀ, ଅପସନ୍ ସି ମରିଚ ଏବଂ ଅପସନ୍ ଡି ଏହି ସମସ୍ତ ମିଶ୍ରଣ କାଢ଼ା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏହି ସମସ୍ତ ମିଶ୍ରଣ କାଢ଼ା। ଅତ୍ୟଧିକ ଥଣ୍ଡା କଫ କାଶ ହେଉଥିଲେ ଅଦା ସହିତ ଏହି ସମସ୍ତ ମିଶ୍ରଣର କାଢ଼ା ପିଇଲେ 2 ମିନିଟରେ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଡାଲି ଖାଇଲେ କିଡନୀରେ ଥିବା ପଥର ଦୂର ହୋଇଥାଏ? ଅପସନ୍ ଏ ବିରି ଡାଲି, ଅପସନ୍ ବି କୋଳଥ ଡାଲି, ଅପସନ୍ ସି ମସୁର ଡାଲି ଏବଂ ଅପସନ୍ ଡି ମୁଗ ଡାଲି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କୋଳଥ ଡାଲି। କୋଳଥ ଡାଲି ଖାଇଲେ କିଡନୀରେ ଥିବା ପଥର ଦୂର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ସକାଳେ ଖାଲି ପେଟରେ କ'ଣ ଖାଇଲେ ପେଟର ଚର୍ବି କିଛି ଦିନ ମଧ୍ୟରେ କମିଯାଏ? ଅପସନ୍ ଏ ପାନମଧୁରୀ, ଅପସନ୍ ବି ଲବଙ୍ଗ, ଅପସନ୍ ସି ମାଣ୍ଡିଆ ଏବଂ ଅପସନ୍ ଡି ଡାଲଚିନି। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ରହିଛି ଅପସନ୍ ଏ ପାନମଧୁରୀ। ପ୍ରତିଦିନ ସକାଳେ ଖାଲି ପେଟରେ ପାନମଧୁରୀ ଖାଇଲେ ପେଟର ଚର୍ବି କିଛି ଦିନ ମଧ୍ୟରେ କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି।
ସକାଳୁ କ'ଣ ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଲୁଣ ପାଣି, ଅପସନ୍ ବି ହଳଦୀ ପାଣି, ଅପସନ୍ ସି ପଇଡ଼ ପାଣି ଏବଂ ଅପସନ୍ ଡି ଲେମ୍ବୁ ପାଣି। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପଇଡ଼ ପାଣି। ସକାଳୁ ପଇଡ଼ ପାଣି ପିଇଲେ ବ୍ଲଡ଼ ପ୍ରେସର ରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଦେଶରେ ଚପଲ ପିନ୍ଧି ଗାଡ଼ି ଚଳାଇଲେ ଫାଇନ୍ ଦେବାକୁ ପଡ଼ିଥାଏ? ଅପସନ୍ ଏ ସାଉଦି ଆରବ, ଅପସନ୍ ବି ଜାପାନ, ଅପସନ୍ ସି ଇଂଲଣ୍ଡ ଏବଂ ଅପସନ୍ ଡି ଆମେରିକା। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ସାଉଦି ଆରବ। ସାଉଦି ଆରବ ଦେଶରେ ଚପଲ ପିନ୍ଧି ଗାଡ଼ି ଚଲାଇଲେ ଫାଇନ୍ ଦେବାକୁ ପଡ଼ିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦହିରେ କ'ଣ ମିଶାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ? ଅପସନ୍ ଏ ମହୁ, ଅପସନ୍ ବି ଚିନି, ଅପସନ୍ ସି ଛେନା ଏବଂ ଅପସନ୍ ଡି ଲୁଣ। ତ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲୁଣ। ଦହିରେ ଲୁଣ ମିଶାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଖାଇବା ତେଲକୁ କେତେ ଥର ବ୍ୟବହାର କରିବା ଉଚିତ? ଅପସନ୍ ଏ 1 ଥର, ଅପସନ୍ ବି 2 ଥର, ଅପସନ୍ ସି 3 ଥର ଏବଂ ଅପସନ୍ ଡି 4 ଥର। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି 2 ଥର। ଖାଇବା ତେଲକୁ 2 ଥର ବ୍ୟବହାର କରିବା ଉଚିତ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଣିଷକୁ ଗୋଟିଏ ଦିନରେ କେତେ ଲିଟର ପାଣି ପିଇବା ଉଚିତ? ଅପସନ୍ ଏ 1 ଲିଟର, ଅପସନ୍ ବି 2 ଲିଟର, ଅପସନ୍ ସି 3 ଲିଟର ଏବଂ ଅପସନ୍ ଡି 4 ଲିଟର। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି 4 ଲିଟର। ମଣିଷକୁ ଗୋଟିଏ ଦିନରେ 4 ଲିଟର ପାଣି ପିଇବା ଉଚିତ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପକ୍ଷୀ ଦିନରେ ଶୁଏ ଏବଂ ରାତିରେ ବୁଲେ? ଅପସନ୍ ଏ କାଉ, ଅପସନ୍ ବି କୋଇଲି, ଅପସନ୍ ସି ପେଚା ଏବଂ ଅପସନ୍ ଡି ହଂସ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପେଚା। ପେଚା ପକ୍ଷୀ ଦିନରେ ଶୁଏ ଏବଂ ରାତିରେ ବୁଲିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଏମିତି କେଉଁ ଫଳ ଅଛି ଯାହାର 4ଟି ରଙ୍ଗ ରହିଥାଏ? ଅପସନ୍ ଏ ସେଓ, ଅପସନ୍ ବି ଆମ୍ବ, ଅପସନ୍ ସି ପିଜୁଳି ଏବଂ ଅପସନ୍ ଡି ତରଭୁଜ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ତରଭୁଜ। ତରଭୁଜ ଫଳ ଯାହାର 4ଟି ରଙ୍ଗ ରହିଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଆଜିର ଶେଷ ପ୍ରଶ୍ନଟି। ଲୁଣ ସହିତ କ'ଣ ମିଶାଇ ସେକ ଦେଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ତୁରନ୍ତ କମିଯାଏ? ଅପସନ୍ ଏ ଗୋଲମରିଚ, ଅପସନ୍ ବି ତୁଳସୀ ପତ୍ର, ଅପସନ୍ ସି ଉଷୁମ ପାଣି ଏବଂ ଅପସନ୍ ଡି ରସୁଣ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଯେତେବେଳେ ବି ଏହିପରି ଭିଡ଼ିଓ ଆପଲୋଡ଼ ହେବ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ରହିଛି ଅପସନ୍ ସି ଉଷୁମ ପାଣି। ଲୁଣ ସହିତ ଉଷୁମ ପାଣି ମିଶାଇ ସେକ ଦେଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ତୁରନ୍ତ କମିଯାଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି। ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।